ଯେତେବେଳେ ପାରାଦୀପର ସମୁଦ୍ର ପବନ ଆମ ହୃଦୟକୁ ସ୍ପର୍ଶ କରେ ସେତେବେଳେ ଲାଗେ ଏହା ଏକ ପ୍ରାଚୀନ ଐତିହ୍ୟର ସୁଗନ୍ଧ ବହନ କରିଥାଏ। ଏହା କେବଳ ଏକ ଉତ୍ସବ ନୁହେଁ, ଏହା ଆମ କାଳଜୟୀ ଓଡ଼ିଆର ପରିଚୟ, ଆମ ଓଡ଼ିଆ ଅସ୍ମିତାର ମହାମିଳନ, ଆଉ ଏହା ଆମ ସାମୁଦ୍ରିକ ଗୌରବ ଏବଂ ସ୍ୱାଭିମାନର ଜୀବନ ଆତ୍ମା। ଆମ ରକ୍ତର ପ୍ରତ୍ୟେକ ବୁନ୍ଦାରେ ଓଡ଼ିଆ ଅସ୍ମିତା ପ୍ରବାହିତ ହେଉଛି। ଏହାର ପରିସର ବ୍ୟାପକ। ଆମ ରାଜ୍ୟର କଳା, ସାହିତ୍ୟ, ସଂସ୍କୃତି, ଭାଷା, ଐତିହ୍ୟ, ପରମ୍ପରା ଏବଂ ପ୍ରଗତି, ଏହାର ପ୍ରତ୍ୟେକ ପାହାଚରେ ଏହା ଅନୁଭବ ହୋଇଥାଏ। ଆମର ପ୍ରକୃତ ସମ୍ପତ୍ତି ହେଉଛି ଆମର ଲୋକମାନେ ଅର୍ଥାତ୍ ଆପଣମାନେ। ଓଡ଼ିଆ ସ୍ମିତା କଥା ମନକୁ ଆସିଲେ ମୋର ଜଣେ ଜ୍ଞାନୀ ବୃଦ୍ଧଙ୍କ କଥା ମନେ ପଡ଼େ। ସେ କୁହନ୍ତି, ଯେତେବେଳେ ଆମେ ଓଡ଼ିଆ ଭାବେ ପାରାଦୀପର ଲହରୀ ଶୁଣିବା, ଗ୍ରୀଷ୍ମ ଦିନରେ ପଖାଳ ଖାଇବା ଏବଂ ଆମ ସ୍ୱାଧୀନତା ସଂଗ୍ରାମୀଙ୍କର କବିତା ପଠନ କରିବା, ସେତେବେଳେ ଓଡ଼ିଆ ଅସ୍ମିତାକୁ ଆମେ ଅନୁଭବ କରିପାରିବା। ବାଲିଯାତ୍ରା ଆମ ସଂସ୍କୃତି, ଐତିହ୍ୟ ଏବଂ ପରମ୍ପରା ସମ୍ପର୍କରେ ଆମକୁ ମନେ ପକାଇ ଦେଇଥାଏ। ବାଲିଯାତ୍ରା ହେଉଛି ଓଡ଼ିଆ ପରମ୍ପରା ଓ ସଂସ୍କୃତିର ମହାପର୍ବ। ଏହି ମହାପର୍ବ ହେଉଛି ଆମ ଜନମାନସର ଆତ୍ମଗୌରବର ଇଏ ଆମର ସ୍ୱତନ୍ତ୍ର ପରିଚିତ। ଏହାକୁ ମନେ ପକାଇ ଦିଏ ଯେ ଆମ ପୂର୍ବଜମାନେ ସମୁଦ୍ରର ଉଚ୍ଚ ତରଙ୍ଗକୁ ଜୟ କରି ଜାହାଜ ନେଇ ସୁବର୍ଣ୍ଣ ଦ୍ୱୀପ ଓ ବିଭିନ୍ନ ଦେଶ ସହିତ ବାଣିଜ୍ୟ ଓ ସାଂସ୍କୃତିକ ସମ୍ପର୍କ ସ୍ଥାପନ କରିବା, ଆଉ ଆମ ପୂର୍ବଜ ସାହସୀ ସାଧବ ପୁଅମାନେ ସମୁଦ୍ର ଝଡ଼ଝଞ୍ଜାକୁ ଭ୍ରୂକ୍ଷେପ ନ କରି 7 ଦରିଆ 13 ନଈ ପାର ହୋଇ ଜାଭା, ସୁମାତ୍ରା, ବାଲି, ଇଣ୍ଡୋନେସିଆ, ଶ୍ରୀଲଙ୍କା, ଭିଏତନାମ ପ୍ରଭୃତି ଦେଶମାନଙ୍କୁ ଯାଇ ବାଣିଜ୍ୟ ଓ ସାଂସ୍କୃତିକ ସମ୍ପର୍କ ପ୍ରତିଷ୍ଠା କରିବା, ସ୍ଥାପନ କରିବା ଏବଂ ତାହା ସହିତ ବିଦେଶରୁ ଅଜସ୍ର ଧନ ସମ୍ପଦ ରତ୍ନ ବହି ଆଣି ପ୍ରାଚୀନ ଓଡ଼ିଶା ବା ଆମ କଳିଙ୍ଗକୁ ସମୃଦ୍ଧଶାଳୀ କରିବା, ଇଏ ଗୋଟିଏ ହେଉଛି ଆମର ବହୁତ ବଡ଼ ଗର୍ବ ଏବଂ ଗର୍ବର କଥା। ସମୁଦ୍ର ଯାତ୍ରାରେ ସେମାନଙ୍କର ଦୁର୍ବାର ଶକ୍ତି ଓ ଦୁର୍ଗମନୀୟ ସଂକଳ୍ପ ଯୋଗୁଁ ପ୍ରାଚୀନ ଓଡ଼ିଶା ସାମୁଦ୍ରିକ ବାଣିଜ୍ୟ ସମୃଦ୍ଧ ଓ ଶକ୍ତିଶାଳୀ ବୈଭବଶାଳୀ ରାଜ୍ୟର ମାନ୍ୟତା ଅତୀତରେ କଳିଙ୍ଗ ନାମରେ ଆମେ ପାଇଥିଲେ। ଆଉ ଆଜି ମଧ୍ୟ ଦରିଆ ପାରି ସେସବୁ ଦେଶମାନଙ୍କରେ ଯଦି ଆମେ କିଏ ଯାଇଥିବା ସେ ଅଞ୍ଚଳକୁ, ସେ ଦେଶକୁ, ତାହେଲେ ନିଶ୍ଚିତ ଭାବରେ ସେଠାରେ ଆମ ଓଡ଼ିଆ ଅସ୍ମିତାର ପରିଚୟ, ଓଡ଼ିଆର ଝଲକ, ଓଡ଼ିଆ ସଂସ୍କୃତି ଓ ପରମ୍ପରାର ସମସ୍ତ ଝଲକ ଆମେ ଦେଖିବା ପାଇଁ ନିଶ୍ଚିତ ଭାବରେ ସେଠି ପାଇବା, ଆଉ ଆଜି ମଧ୍ୟ ଅଛି।